ନମସ୍କାର, ଜୟ ଜଗନ୍ନାଥ। ଆମ ଚ୍ୟାନେଲ ଶିକ୍ଷା ସହାୟକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀର ରୂଢ଼ି ଓ ଲୋକବାଣୀ ବିଷୟକୁ ଆଲୋଚନା କରିବା। ତା ସହିତ ତାର ପ୍ରଶ୍ନୋତ୍ତର ମଧ୍ୟ ଆଲୋଚନା କରିବା। ଏଠାରେ କିଛି ଉଦାହରଣ ଦିଆଯାଇଛି। କଖାରୁ ପଡ଼ି ଉପରେ ପଡ଼ି, କଖାରୁ ଚୋରକୁ ମୁଣ୍ଡ କାଟ, କଜଳପାତିଆ ଭଲ ଲୋକ ବା ଭଦ୍ରଲୋକ, ସରକୁ ପଡ଼ିଲା ଟୋକାଟେ, ତା ମୁଣ୍ଡରେ ଠେକାଟେ। ଦୁଇ ଜଣଙ୍କ ଭିତରେ କିଛି ଆଲୋଚନା ହେଉଛି। ତୃତୀୟ ଲୋକଟି ସେଠି ପହଞ୍ଚି ଯାଇଛି। ସେ ମୂଳ କଥା ବା ମୂଳ ଭାଷା ସମ୍ପର୍କରେ କିଛି ଜାଣେ ନା, ଅଥଚ ସେ ଗୋଟିଏ ମନ୍ତବ୍ୟ ଦେଇ ପକାଏ। ସେତେବେଳେ କରେ ଥିବା ଉକ୍ତିଟି ପ୍ରୟୋଗ କରାଯାଇଥାଏ। ଏଠି କ ଉଦାହରଣରେ ଯେଉଁ ଉକ୍ତି ଦିଆହେଇଛି, କଖାରୁ ପଡ଼ି ଉପରେ ପଡ଼ି, ଅର୍ଥାତ୍ କିଛି ନ ଜାଣିକି ଉପରେ ପଡ଼ି ମନ୍ତବ୍ୟ ଦେବା। ସେହିଭଳି କେହି ଜଣେ ଛୋଟ ଦୋଷଟେ କରିଛି, ତା ପାଇଁ କିନ୍ତୁ କଠୋର ଦଣ୍ଡର ବ୍ୟବସ୍ଥା ହେଉଛି। ସେଇଠୁ ଜନ୍ମ ନେଲା ଖ ଚିହ୍ନିତ ଦ୍ୱିତୀୟ ବାଣୀ, କଖାରୁ ଚୋରକୁ ମୁଣ୍ଡ କାଟ। ତ କଖାରୁ ଗୋଟିଏ ସାମାନ୍ୟ ପରିବା, ତାର ଚୋରି କରିଥିବା ବ୍ୟକ୍ତିକୁ ମୁଣ୍ଡ କାଟ ଭଳି ଭୀଷଣ ଦଣ୍ଡ ଦେବା ଅର୍ଥରେ ଏହି ଖ ବାକ୍ୟଟି ଜନ୍ମ ନେଇଛି। କେଉଁଠି ଦି ଜଣଙ୍କ ଝଗଡ଼ାରେ ମଧ୍ୟସ୍ଥି କଲେ ଆଉ ଜଣେ ତୃତୀୟ ବ୍ୟକ୍ତି, ସେ ନିରୀହ, ଅଥଚ ସେଇ ମଧ୍ୟସ୍ଥିଙ୍କର କ୍ଷତି ହେଲା। ସେଇଠୁ ଉଠିଲା ଗର ବାଣୀ। ଗ ଉଦାହରଣରେ ଦେଇଛି କଜଳପାତିଆ ଭଲ ଲୋକ ବା ଭଦ୍ରଲୋକ, ଅର୍ଥାତ୍ ଦୁଇ ଜଣଙ୍କ ଭିତରେ ମଧ୍ୟସ୍ଥି କରିବାରେ ମଧ୍ୟସ୍ଥିଙ୍କର ହିଁ ନିଜର କ୍ଷତି ହେଉଛି। ତାପରେ ଦେଇଛି ଡେଙ୍ଗା ତାଳ ଗଛକୁ ଆଖି ପାଉନାହିଁ, ମନେ ହେଉଛି ତାହା ଆକାଶକୁ ଛୁଇଁଛି। ପାଚିଲା ତାଳଟେ ଗଛରୁ ଖସି ପଡ଼ୁଛି, ତା ଉପରେ ଟୋପି ଏକ ଆବରଣ। ତାକୁ ଦେଖି ଭାବପ୍ରବଣ ଲୋକଟିଏ କହି ପକାଇଲା, ଆରେ ଟୋକାଟେ ଠେକାଟେ ପିନ୍ଧି ଆକାଶରୁ ଖସି ପଡ଼ିଲା କି? ଏଇଠୁ ହୁଏତ ଖ ଲୋକବାଣୀଟି ଚଳି ଆସିଲା। ଏଭଳି କଥା କିଏ ପ୍ରଥମେ କହିଲା ଆମେ ଜାଣୁନା, ମାତ୍ର ଏଗୁଡ଼ିକ ଆମ ଭାଷା ଓ ଚଳନୀର ଗୋଟିଏ ଗୋଟିଏ ଅଙ୍ଗ। ଲୋକମୁଖରେ ଯୁଗ ଯୁଗ ଧରି ଚଳି ଆସୁଥିବା ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଉଥିବା ବିଶେଷ ଉକ୍ତିଗୁଡ଼ିକୁ ଲୋକବାଣୀ ବା ଲୋକୋକ୍ତି କୁହାଯାଏ। ପ୍ରତ୍ୟେକ ଭାଷାରେ ଲୋକବାଣୀ ଅଛି। ଆମ ଭାଷାରେ ଏଗୁଡ଼ିକ ପ୍ରବାଦ ଓ ପ୍ରବଚନ ମଧ୍ୟ କୁହାଯାଏ। ଇଂରାଜୀରେ ମାଇଟ୍ ଇଜ୍ ରାଇଟ୍, ଓଡ଼ିଆରେ ଜୋର ଯାର ମୁଲକ ତାର, ହିନ୍ଦୀର ନାଚ ନ ଜାନେ ଆଙ୍ଗନ ଟେଢ଼ା, ଓଡ଼ିଆରେ ଚାଲି ନ ଜାଣି ବାଟର ଦୋଷ। ତେଣୁ ଏଇ ଯେଉଁ ଲୋକବାଣୀ ଅଛି, ପ୍ରତ୍ୟେକ ଭାଷାରେ ମଧ୍ୟ ପ୍ରଚଳିତ ଅଛି। ଇଂରାଜୀରେ ମାଇଟ୍ ଇଜ୍ ରାଇଟ୍, ଯାହାର ଅଧିକା ଶକ୍ତି ତାର ଜୋର ଚାଲେ, ସେହି ଉକ୍ତିକୁ ଠିକ୍ ଓଡ଼ିଆରେ ପ୍ରଦର୍ଶନ କଲେ ଜୋର ଯାର ମୁଲକ ତାର। ସେହିପରି ହିନ୍ଦୀରେ ହେଉଛି ନାଚ ନ ଜାନେ ଆଙ୍ଗନ ଟେଢ଼ା, ନାଚି ନ ଜାଣି ଅଗଣାର ଦୋଷ ଦେବା। ତାକୁ ଓଡ଼ିଆରେ ମଧ୍ୟ ପ୍ରଚଳନ ରହିଛି, ଚାଲି ନ ଜାଣି ବାଟର ଦୋଷ। ଓଡ଼ିଆ ଭାଷାରେ ବହୁ ସଂଖ୍ୟାରେ ଲୋକବାଣୀ ରହିଛି। ତନ୍ମଧ୍ୟରୁ କେତୋଟି ଲୋକବାଣୀ ତାହାର ଅର୍ଥ ସହ ଏଠାରେ ପ୍ରଦାନ କରାଗଲା। ତେଣୁ ଆମେ କିଛି ଲୋକବାଣୀ ଏବଂ ତାର ଅର୍ଥ ମଧ୍ୟ ଦେଖିବା। ଅକାଳେ ନିୟମ ନାସ୍ତି, ଅର୍ଥାତ୍ ଅସୁବିଧା ସମୟରେ ନିୟମ ମାନି ଚଳିବା ସମ୍ଭବ ହୋଇନପାରେ। ଅତିଭକ୍ତି ଚୋରର ଲକ୍ଷଣ, କାର୍ଯ୍ୟ ହାସଲ ଉଦ୍ଦେଶ୍ୟ ରଖି ଉପରକୁ ବିନମ୍ର ଭାବ ଦେଖାଇବା। ଅଣ୍ଟି ଛୁରୀ ତଣ୍ଟି କାଟେ, ଅର୍ଥାତ୍ ଆତ୍ମୀୟ ଲୋକ ଶତ୍ରୁତା ଆଚରଣ କରିବା। ଅଠା କାଠିରେ ପଡ଼ିବା, ଅର୍ଥାତ୍ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହେବା। ଅନ୍ଧ ଦେଶକୁ ଗଲି ଦର୍ପଣ ବିକି, ଅର୍ଥାତ୍ ମୂର୍ଖଙ୍କ ଆଗରେ ତତ୍ତ୍ୱ କଥା କହିବା। ଯେମିତି ଅନ୍ଧମାନେ ଦର୍ପଣ ଦେଖିପାରିବେନି, ସେହିପରି ମୂର୍ଖମାନେ ତତ୍ତ୍ୱ କଥା ବୁଝିପାରିବେ ନାହିଁ। ଅଳସୁଆର ବାରବାଟୀ ଚାଷ, ନିକମା ବା ଅଳସୁଆ ଲୋକର ବୃଥା ଆସ୍ଫାଳନ। ଆସ୍ଫାଳନର ଅର୍ଥ ହେଉଛି ବଢ଼େଇ ଚଢ଼େଇ କରି କହିବା, ଅଧିକା କରି କହିବା। ଅଧର୍ମବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ପାପ ଅର୍ଜିତ ଧନ ସମ୍ବଳ ନଷ୍ଟ ହୁଏ। ସେହିପରି ଅଦା ବେପାରୀର ଜାହାଜ ମୂଲ, ଅର୍ଥ ହେଉଛି ଅନଧିକାର ଚର୍ଚ୍ଚା। ଅତି ପରିଚୟ ଗୌରବ ନଷ୍ଟ, ଏହାର ଅର୍ଥ ହେଉଛି ଅଧିକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସ ପାଏ। ଅନ୍ଧ ଥରେ ବାଡ଼ି ହଜାଏ, ଏହାର ଅର୍ଥ ହେଉଛି ଅଭିଜ୍ଞତାରୁ ସତର୍କ ହେବା ବା ଶିକ୍ଷା ଲାଭ କରିବା। ଅମୃତ ହାଣ୍ଡିରେ ବିଷ କଣିକାଏ, ଅର୍ଥାତ୍ ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟ କରେ। ଆଲୋ ସଖୀ, ଆପଣା ମହତ ଆପେ ରଖି, ନିଜ ସମ୍ମାନ ନିଜ ହାତରେ। ଆଗତ ଚଢ଼େଇକି ବେସର ବଟା, ଅର୍ଥାତ୍ ହାତକୁ ଜିନିଷ ଆସିବା ପୂର୍ବରୁ ଉପଯୋଗ ପାଇଁ ପ୍ରସ୍ତୁତି। ଏହାର ଅର୍ଥ ହେଉଛି ଚଢ଼େଇ ଶିକାର ହେଇକି ଆସିନାହିଁ, କିନ୍ତୁ ତା ପାଇଁ ବେସର ବଟା ସରିଯାଇଛି। ତେଣୁ ହାତକୁ ଜିନିଷ ଆସିବା ପୂର୍ବରୁ ତାର ଉପଯୋଗ ପାଇଁ ପ୍ରସ୍ତୁତି। ଆଲ୍ଲା ଦିଅନ୍ତି ତ ଛପର ଫାଡ଼ି ଦିଅନ୍ତି, ଈଶ୍ୱର ଦୟା କଲେ ଆଶାତୀତ ଫଳ ମିଳେ। ଆକାଶ କଇଁଆ ଚିଲିକା ମାଛ, ଅର୍ଥାତ୍ ଅସମ୍ଭବ କଥା କଳ୍ପନା କରିବା।
ଆପଣା ଶିଙ୍ଗରେ ଭୁଇଁ ତାଡ଼ିବା ଅର୍ଥାତ୍ ନିଜେ ସମର୍ଥ ହେବା। ଆଖୁ କିଆରିରେ ପଶିବା ଅର୍ଥାତ୍ କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା। ଦ୍ୱନ୍ଦ୍ୱରେ ରହିବା। ଉଡ଼ିଗଲା ଚଢ଼େଇର ପର ଗଣିବା ଅର୍ଥାତ୍ ଅତି ବୁଦ୍ଧିଆ। ଉପର ଚିକଣ ଭିତର ଫମ୍ପା ଅର୍ଥାତ୍ ବାହାର ସୌନ୍ଦର୍ଯ୍ୟ ଥାଇ ଭିତରେ ଶୂନ୍ୟତା। ଋଷି ଜଟା ଛିଣ୍ଡାଇବା ଅର୍ଥ ହେଉଛି ଧୈର୍ଯ୍ୟବାନ ବ୍ୟକ୍ତି ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା। ଏକା ମାଘ କି ଶୀତ ଯାଏ ନାହିଁ ଅର୍ଥାତ୍ ଦୁର୍ଯୋଗ କେବଳ ଥରେ ଆସେ ନାହିଁ। ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା। ସମୟ ଅନୁଯାୟୀ ମନ ଅନୁସାରେ ଫଳ ମିଳିବା। ଓଟ ମୁହଁରେ ଜିରା ଅର୍ଥାତ୍ ଅଧିକ ଆଶା କରୁଥିବା ବ୍ୟକ୍ତିକୁ ଅଳ୍ପ ମିଳିବା। ଔଷଧ ରାଗରେ ତାଟିଆ କାମୁଡ଼ିବା ଏହାର ଅର୍ଥ ହେଉଛି ପ୍ରକୃତ ଲୋକ ବିରୁଦ୍ଧରେ କିଛି ନ କହିପାରି ଅନ୍ୟ ଉପରେ ରାଗିବା। କଷ୍ଟ କଲେ କୃଷ୍ଣ ମିଳେ। ସବୁ ସିଦ୍ଧିର ମୂଳ ହିଁ କଠିନ ପରିଶ୍ରମ। ସାଧନା ହିଁ ସିଦ୍ଧିର ଜନକ। କବିତୁଣ୍ଡ ମେଣ୍ଢା ମୁଣ୍ଡ ଅର୍ଥାତ୍ ଦୃଢ଼ ବଚନ ବା ଆର୍ଷ ବଚନ। କଂସାରୀ ଘରର ପାରାକୁ କୁଲା ଢାଉଁ ଢାଉଁ। ପ୍ରତିକୂଳତାରେ ଅଭ୍ୟସ୍ତ ବ୍ୟକ୍ତିକୁ ସାମାନ୍ୟ ଭୟ ଦେଖାଇବା। କଙ୍କଡ଼ାକୁ ଗୋଳିପାଣି ସୁହାଏ। ଅସାଧୁ ଲୋକ ପାଇଁ ଗୋଳମାଳିଆ ପରିସ୍ଥିତି ସହାୟକ ହୁଏ। କାହାର ପୁଷ ମାସ କାହାର ସର୍ବନାଶ। ଜଣକର ଲାଭ ବେଳେ ଅନ୍ୟ ଜଣକର କ୍ଷତି। କୂପମଣ୍ଡୁକର ଅର୍ଥ ହେଉଛି ସଙ୍କୁଚିତ ପରିବେଶରେ ବଢ଼ିଥିବା ବ୍ୟକ୍ତି। କେଉଁ ଗାଈର ଗୋବର ଅର୍ଥାତ୍ ଅତି ସାମାନ୍ୟ ତୁଚ୍ଛ। କୋପେବର ନହେଲେ ତପେବର ଅର୍ଥାତ୍ ଯେକୌଣସି ଉପାୟରେ କାର୍ଯ୍ୟ ହାସଲ କରିବା। କୌରବଙ୍କର ଖାଇ ପାଣ୍ଡବଙ୍କର ଗାଈ। ଜଣକଠାରୁ ସାହାଯ୍ୟ ପାଇବା ଓ କୃତଜ୍ଞ ଭାବେ ଅନ୍ୟର କାମ କରିବା। ଖଜୁରୀ ଗଛର କି ଗୁଣ ଗାଇବି ଅର୍ଥାତ୍ କୌଣସି ଖରାପ ଲୋକର ପ୍ରତିଟି କର୍ମ ମୂଳରୁ ଖରାପ। ଖଣ୍ଡାଧାରରେ ଚାଲିବା ଖୁବ୍ ସତର୍କତାର ସହିତ ନିୟମ ମାନି କାମ କରିବା। ଖୋଳ ପର୍ବତ ମାରମୂଷା ଅର୍ଥାତ୍ ସାମାନ୍ୟ କାମ ପାଇଁ ବହୁ ପରିଶ୍ରମ ଓ ଚେଷ୍ଟା। ଗାଁ କନିଆ ସିଂଘାଣୀ ନାକି ଯେକୌଣସି ଲୋକ ନିଜ ଅଞ୍ଚଳରେ ସମ୍ମାନ ପାଇନଥାଏ। ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ। ଗୁଣୀ ଗୁଣର ଆଦର କରେ। ଘରଦିଅ ନ ପୂଜି ପରଦିଅ ପୂଜିବା ଅର୍ଥାତ୍ ନିଜ ସଂସ୍କୃତିକୁ ଅବହେଳା କରି ଅନ୍ୟ ସଂସ୍କୃତିକୁ ଅନୁସରଣ କରିବା। ଘୁଷୁରିକୁ ପାଚିଲା କଦଳୀ ଅର୍ଥାତ୍ ଇତର ବା ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରିଚର୍ଯା। ଘୋଡ଼ା 6 ଟଙ୍କାକୁ ଦାନା 9 ଟଙ୍କା। କୌଣସି ଜିନିଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଜିନିଷର ମୂଲ୍ୟଠାରୁ ଅଧିକ ହେବା। ଚାଷ ତରତର ବଣିଜ ମଠ। ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟରେ ସମ୍ପାଦନ କରିବା। ଚୋର ମନ ଚୋର ଗଣ୍ଠିଲିରେ। ଚୋର ସର୍ବଦା ଚୋରି କରିଥିବା ଦ୍ରବ୍ୟ ଧରାପଡ଼ିଯିବା ଭୟରେ ଶଙ୍କିତ ଥାଏ। ଛୋଟ ସାପର ବିଷ ଟାଣ ଅର୍ଥାତ୍ ଛୋଟ ବୋଲି ହେୟ ମନେ ନ କରିବା। ଛୋଟ ସାପର ବଡ଼ ବିଷ ଅର୍ଥାତ୍ କ୍ଷୁଦ୍ର ମଧ୍ୟରେ ଭୟଙ୍କରତା। ଜାନ୍ ଯାଉ ମାନ ଥାଉ ସମ୍ମାନ ବା ଇଜ୍ଜତ ଜୀବନଠାରୁ ଅଧିକ। ଜୋର ଜାର୍ ମୁଲକତାର ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ। ଟେକା ହାତରୁ ଖସିଲେ ଅଣପାହୁଡ଼ା ଅର୍ଥାତ୍ ଥରେ ଭୁଲ ହେଲେ ତାକୁ ସୁଧାରି ହୁଏ ନାହିଁ। ଡେଙ୍ଗା ମୁଣ୍ଡରେ ଠେଙ୍ଗା ଅର୍ଥାତ୍ ଆଗୁଆ ଲୋକ ଉପରେ ଦାୟିତ୍ୱ ଓ ବିପଦ ରହିଥାଏ। ଢିଙ୍କିଶାଳ କଥା ନ ଜାଣି ଢେଙ୍କାନାଳ କଥା କହିବା ଅର୍ଥାତ୍ ଘର କଥା ନ ଜାଣି ଦୂରଦେଶର କଥା କହିବା। ଢୋକେ ପିଇ ଦଣ୍ଡେ ଜି ଅର୍ଥାତ୍ କଷ୍ଟେମଷ୍ଟେ ବଞ୍ଚି ରହିବା। ତିନି ତୁଣ୍ଡରେ ଛେଳି କୁକୁର ଅର୍ଥାତ୍ ମିଛ କଥା ଅନେକ ଲୋକଙ୍କ ଦ୍ୱାରା ବାରମ୍ବାର ପ୍ରକାଶିତ ହେଲେ ସତ୍ୟ ପରି ପ୍ରତୀତ ହୁଏ। ତୁଣ୍ଡବାଇଦ ସହସ୍ର କୋଶ ଅର୍ଥାତ୍ ଲୋକ ମୁଖରେ କଥା ବହୁ ଦୂର ପ୍ରସରିଯାଏ। ତୁ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ ଅର୍ଥାତ୍ ସ୍ୱଭାବ ସହଜରେ ବଦଳେ ନାହିଁ। ତୁଳସୀ 2 ପତରରୁ ବାସେ ବିଛୁଆତି 2 ପତରରୁ କୁଣ୍ଡେଇ ହୁଏ। ପ୍ରକୃତ ଗୁଣ ପ୍ରାଥମିକ ସ୍ତରରୁ ହିଁ ଜଣା ପଡ଼ିଯାଇଥାଏ। ତେଲିଆ ମୁଣ୍ଡରେ ତେଲ ଅର୍ଥାତ୍ ଦରିଦ୍ରକୁ ସାହାଯ୍ୟ ନ କରି ସ୍ୱଚ୍ଛଳ ବ୍ୟକ୍ତିକୁ ସାହାଯ୍ୟ କରିବା। ଦୈବ ଦୌଡ଼ି ମଣିଷ ଗାଇ ଯେଣିକି ଅଟରେ ତେଣିକି ଯାଇ ଅର୍ଥାତ୍ ବିଧି ନିର୍ଦ୍ଦେଶରେ ମଣିଷ ପରିଚାଳିତ। ଦେଶକେ ଫାଙ୍କ ନଈକେ ବାଙ୍କ ଅର୍ଥାତ୍ ବିଭିନ୍ନ ସ୍ଥାନରେ ଭିନ୍ନ ଚଳଣି ବା ପ୍ରଥା। ଧରାକୁ ସରାମଣିବା ଅର୍ଥାତ୍ ଅତି ଗର୍ବଭାବ ପ୍ରଦର୍ଶନ କରିବା। ଧାନ ପେଟରୁ ବାଳୁଙ୍ଗା ଜାତ ଅର୍ଥାତ୍ ଗୁଣବତୀ ମା ଠାରୁ କୁପୁତ୍ର ଜନ୍ମ। ଧୀର ପାଣି ପଥର କାଟେ ଅର୍ଥାତ୍ ଧୀର ସ୍ଥିର ଭାବେ କାର୍ଯ୍ୟ କଲେ ସଫଳତା ମିଳିଥାଏ। ଧୀର କଥାରେ ବୈରୀ ବଶ ଅର୍ଥାତ୍ ନମ୍ର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ବଶୀଭୂତ ବା ନିଜର କରିହୁଏ। ନଈ ସୁଅକୁ ବାଲି ବନ୍ଧ ଅର୍ଥାତ୍ ବୃଥା ପରିଶ୍ରମ ବୃଥା ଚେଷ୍ଟା। ନ ଦେଖିଲା ଓଉ 6 ଫଡ଼ା ଅର୍ଥାତ୍ ଅସମ୍ଭବ କଥା କହିବା।
ନଈରେ ଘର କରି କୁମ୍ଭୀର ସଙ୍ଗେ କଳି, ଅର୍ଥାତ୍ ଅଧୀନ ହୋଇ ମୁନିବଙ୍କ ସଙ୍ଗେ କଳି। ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ, ଅର୍ଥାତ୍ କିଛି ନଥିବା ଅପେକ୍ଷା ସାମାନ୍ୟ ଥିବା ଭଲ। ପେଟ ପୋଷ ନାହିଁ ଦୋଷ, ଅର୍ଥାତ୍ ବଞ୍ଚିବା ପାଇଁ କୌଣସି ବୃତ୍ତି ଗ୍ରହଣ କରାଯାଇପାରେ। ପାପ ଧନ ପ୍ରାୟଶ୍ଚିତ୍ତରେ ଯାଏ, ଅର୍ଥାତ୍ ଅନ୍ୟାୟ ଉପାୟରେ ଅର୍ଜିତ ଧନ ଅଯଥାରେ ନଷ୍ଟ ହୁଏ। ପୋଥିଗତ ବିଦ୍ୟା ପରହସ୍ତ ଧନ, ଅର୍ଥାତ୍ ନିଜେ ନ ଜାଣିଥିବା ବିଦ୍ୟା ବା ନିଜ ପାଖରେ ନ ଥାଇ ଅନ୍ୟ ପାଖରେ ଥିବା ଧନ ଆବଶ୍ୟକ ବେଳେ କାର୍ଯ୍ୟରେ ଆସିନଥାଏ। ଫୁଲ ଯୋଗୁ ଗଭା, ପଣ୍ଡିତ ଯୋଗୁ ସଭା, ଉଭୟ ସ୍ୱଭାବର୍ଥକ। ବସିବା ଠାରୁ କାଶିବା ଭଲ। ସବୁବେଳେ କିଛି ନା କିଛି କାର୍ଯ୍ୟରେ ଲାଗି ରହିବା ଉଚିତ। ବସି ଖାଇଲେ ନଈବାଲି ସରେ, ଅର୍ଥାତ୍ ଆଳସ୍ୟ ସର୍ବନାଶ କରେ। ବତେଇ ଦେଲା ବୁଦ୍ଧି, ମାଗି ଆଣିଲା ତିଅଣ, ଉଭୟ କ୍ଷଣସ୍ଥାୟୀ। ବକର ବେକ ବଢ଼ିଲେ ମୀନର ବିପତ୍ତି, ଅର୍ଥାତ୍ ଶତ୍ରୁର ସୁବିଧା ବିପଦର କାରଣ। ବ୍ରହ୍ମା ବିଳିବିଳେଇଲେ ବେଦ, ପଣ୍ଡିତ ଲୋକର ଯେକୌଣସି କାର୍ଯ୍ୟକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଧରିନେବା। ବାହା ସରିଲେ ବେଦୀ ମୁହଁ ପୋଡ଼ା, ସ୍ୱାର୍ଥ ସାଧନ ପରେ ଆଗ୍ରହ କମିଯିବା। ମାନିଲେ ଠାକୁର ନ ମାନିଲେ ପଥର, ନିଜ ଦୃଷ୍ଟିକୋଣ ଅନୁସାରେ ମାନ୍ୟତା ଦେବା ଅଥବା ନ ଦେବା। ଯତ୍ନ କଲେ ରତ୍ନ ମିଳେ, ଅର୍ଥାତ୍ ଅଧ୍ୟବସାୟ ସଫଳତାର ଚାବିକାଠି। ଯେମିତି ଠାକୁର ସେମିତି ପୂଜା, ବାଲି କରଡ଼ାକୁ ଚାଉଳ ଭଜା। ଗୁଣ ଘେନି ଆଦର। ଯେସାକୁ ତେସା, ଯେ ଯେପରି ବ୍ୟବହାର ଦେଖାଇବ ତା ପାଇଁ ଅନୁରୂପ ବ୍ୟବହାର। ଯେ ଦେଶ ଯାଇ ସେ ଫଳ ଖାଇ, ସବୁ ସ୍ଥାନରେ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା। ଲୁଚିଚିନା ଗୋଡ଼ ଦୁଇଟା ଦିଶୁଛି, ଯେତେ ଘୋଡ଼ାଇଲେ ବି ଦୋଷ ଧରାପଡ଼େ। ଶୋଇଲା ପୁଅର ଭାଗ ନାହିଁ, ଅର୍ଥାତ୍ କର୍ମକୁଣ୍ଠ ଲୋକ ଜୀବନରେ ହାରିଯାଏ। ସଭାରେ ହାଣ୍ଡି ଭାଙ୍ଗିବା, ଅର୍ଥାତ୍ ଗୁପ୍ତ କଥା ପ୍ରଘଟ କରିବା। ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକଙ୍କୁ ଉତ୍ତର ନାହିଁ, ଅର୍ଥାତ୍ ଧନୀ ଓ ପ୍ରଭାବଶାଳୀ ଲୋକଙ୍କୁ ଅନେକ କଥା କହି ହୁଏ ନାହିଁ। ସିଧା ଆଙ୍ଗୁଠିରେ ଘିଅ ବାହାରେ ନାହିଁ, ଅର୍ଥାତ୍ ସବୁ କାମ ସହଜରେ ହୁଏ ନାହିଁ। ହାତେ ମାପି ଚାଖଣ୍ଡେ ଚାଲ, ଅର୍ଥାତ୍ ସାବଧାନ ହୋଇ କାମ କରିବା। ହଲିଲା ପାଣିରେ ଗୋଡ଼ ନ ଦେବା, ଅର୍ଥାତ୍ ଗଣ୍ଡଗୋଳରେ ନ ପଶିବା। ହାତ ଅଳସେ ନିଶବଙ୍କାର ଅର୍ଥ ହେଉଛି ଅଳସୁଆ ଦୁଃଖ ପାଏ। ବର୍ତ୍ତମାନ ଆମେ ଲୋକବାଣୀର ପ୍ରଶ୍ନୋତ୍ତର ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ ହେଉଛି ନିମ୍ନଲିଖିତ ଅର୍ଥରେ ବ୍ୟବହୃତ ହୋଇଥିବା ଲୋକବାଣୀ ଗୁଡ଼ିକୁ ଲେଖ। କ ନମ୍ବର ଅଛି ଅଯୋଗ୍ୟ ବ୍ୟକ୍ତି ପାଇଁ ଉନ୍ନତ ପରିଚର୍ଯ୍ୟା, ଉତ୍ତର ହେବ ଘୁଷୁରିକି ପାଚିଲା କଦଳୀ। ଖ ନମ୍ବରରେ ଅତି ସାମାନ୍ୟ ମଣିଷ, ଏହାର ଉତ୍ତର ହେବ କେଉଁ ଗାଈର ଗୋବର। ଗ ନମ୍ବରରେ ଅନ୍ୟର ସାହାଯ୍ୟରେ ବଡ଼ପଣିଆ ଦେଖାଇବା, ଉତ୍ତର ହେବ କିଚକ ବାହୁବଳେ ବିରାଟ ରାଜା। ଘ ନମ୍ବରରେ ଭିନ୍ନ ସ୍ଥାନରେ ଭିନ୍ନ ଚଳଣି, ଏହାର ଉତ୍ତର ହେବ ଦେଶକେ ଫାଙ୍କ ନଈକେ ବାଙ୍କ। ମ ନମ୍ବରରେ ପାପାର୍ଜିତ ଧନ ସମୂଳେ ନଷ୍ଟ ହୁଏ, ଏହାର ଉତ୍ତର ହେବ ଅଧର୍ମବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ଚ ନମ୍ବରରେ ବାହାର ସୌନ୍ଦର୍ଯ୍ୟ ଭିତରେ ନଥିବା, ଏହାର ଉତ୍ତର ହେଉଛି ଉପର ଚିକଣ ଭିତର ଫମ୍ପା। ଛରେ ଅଛି ଅଭିଜ୍ଞତାରୁ ଶିକ୍ଷା ଲାଭ, ଉତ୍ତର ହେବ ଅନ୍ଧ ଥରେ ବାଡ଼ି ହଜାଏ। ଜ ନମ୍ବରରେ ଯେକୌଣସି ଉପାୟରେ କାର୍ଯ୍ୟ ହାସଲ କରିବା, ଉତ୍ତର ହେବ କୋପେପର ନହେଲେ ତପେପର। ଝ ନମ୍ବରରେ ପ୍ରକୃତି ବଦଳେ ନାହିଁ, ଏହାର ଉତ୍ତର ହେବ ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ। ନ୍ୟ ନମ୍ବରରେ ବିଧି ନିର୍ଦ୍ଦେଶରେ ମଣିଷ ପରିଚାଳିତ, ଏହାର ଉତ୍ତର ହେବ ଦଇବ ଦଉଡ଼ି ମଣିଷ କାଇ, ଯେଣିକି ଟାଣଇ ତେଣିକି ଯାଇ। 2 ନମ୍ବର ପ୍ରଶ୍ନ ହେଉଛି ନିମ୍ନଲିଖିତ ଲୋକବାଣୀ ଗୁଡ଼ିକର ଭାବ ସମ୍ପ୍ରସାରଣ କର। କ ନମ୍ବରରେ ଅଛି ଅତି ପରିଚୟ ଗୌରବ ନଷ୍ଟ, ଏହାର ଉତ୍ତର ହେବ ଅଧିକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସ ହୁଏ। ଖ ନମ୍ବରରେ ଅଳ୍ପ ବିଦ୍ୟା ଭୟଙ୍କରୀ, ଏହାର ଉତ୍ତର ହେବ ସୀମିତ ଜ୍ଞାନ ବିଷମ ପରିସ୍ଥିତି ସୃଷ୍ଟି କରେ। ଗ ନମ୍ବରରେ ଅମୃତ ହାଣ୍ଡିରେ ବିଷ କଣିକାଏ, ଏହାର ଉତ୍ତର ହେବ ସାମାନ୍ୟ ଖରାପ ଅନେକ ଭଲକୁ ନଷ୍ଟ କରେ। ଘ ନମ୍ବରରେ ଆଲସ୍ୟ ଆପଣା ମହତ ଆପେ ରଖି, ଏହାର ଉତ୍ତର ହେବ ନିଜ ସମ୍ମାନ ନିଜ ହାତରେ। ମ ନମ୍ବରରେ ଏକା ମାଘ କି ଶୀତ ଯାଏନି, ଏହାର ଅର୍ଥ ହେଉଛି ଦୁର୍ଯୋଗ କେବଳ ଥରେ ଆସେ ନାହିଁ। ତାପରେ ଚ ନମ୍ବରରେ କାହାର ପୁଷ ମାସ କାହାର ସର୍ବନାଶ, ଅର୍ଥାତ୍ ଜଣକର ଲାଭ ବେଳେ ଅନ୍ୟ ଜଣକର କ୍ଷତି। ଛ ନମ୍ବରରେ ଛୋଟ ସାପର ବିଷ ଟାଣ, ଏହାର ଅର୍ଥ ହେଉଛି ଛୋଟ ବୋଲି ହେୟ ମନେ ନ କରିବା। ଜ ନମ୍ବରରେ ଜୋର ଯାର ମୁଲକ ତାର, ଏହାର ଅର୍ଥ ହେଉଛି
ଶକ୍ତିଶାଳୀ ହିଁ ପ୍ରଭୁତ୍ୱ ବିସ୍ତାର କରେ। 6 ନମ୍ବରରେ ଯତ୍ନ କଲେ ରତ୍ନ ମିଳେ। ଏହାର ଉତ୍ତର ହେବ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି। 9 ନମ୍ବରରେ ହାତ ଅଳସୀ ନିଶ ବଙ୍କା। ଏହାର ଅର୍ଥ ହେଉଛି ଅଳସୁଆ ଦୁଃଖ ପାଏ। ବର୍ତ୍ତମାନ ଲୋକବାଣୀ ବିଷୟଟି କମ୍ପ୍ଲିଟ୍ ହେଇଯାଇଛି। ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା ସରିଯାଇଛି। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।